ଭାଇ ହାତରେ ଏହି ରାକ୍ଷୀ ବାନ୍ଧୁଥିଲେ ସାବଧାନ, ଶୁଭ ମୁହୂର୍ତ୍ତ ପାଲଟିଯିବ ଅଶୁଭ। ଜାଣନ୍ତୁ କ'ଣ କରିବେ। ରାକ୍ଷୀ ପୂର୍ଣ୍ଣିମା ଏକ ପାରମ୍ପରିକ ହିନ୍ଦୁ ପର୍ବ, ଯାହା ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧନକୁ ଦୃଢ଼ କରିଥାଏ। ଏହି ଦିନ ଭଉଣୀମାନେ ରାକ୍ଷୀକୁ ନିଜ ଭାଇମାନଙ୍କ ହାତରେ ବାନ୍ଧି ଦିଅନ୍ତି, ଯାହାକି ଭାଇମାନଙ୍କୁ ଦୀର୍ଘ ଜୀବନ ପାଇଁ ସୁରକ୍ଷା ପ୍ରଦାନ କରିବ। ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ସୋମବାର ଅଗଷ୍ଟ 19ରେ ପାଳନ କରାଯିବ। ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଯଦିଓ ଏହି ଦିନଟି ବେଶ ଶୁଭ, କିନ୍ତୁ ଏହି ଦିନ ପାଇଁ କିଛି ନିର୍ଦ୍ଦିଷ୍ଟ ପ୍ରତିକାର ମଧ୍ୟ ରହିଛି। ଜ୍ୟୋତିଷଙ୍କ ଅନୁଯାୟୀ ଭାଇମାନଙ୍କ ହାତରେ କିଛି ରାକ୍ଷୀ ପିନ୍ଧାଇବା ଉଚିତ, କାରଣ ଏହା ଉଭୟ ଭାଇ ଓ ଭଉଣୀଙ୍କ ଜୀବନରେ ନକାରାତ୍ମକ ଫଳାଫଳ ଆଣିପାରନ୍ତି। ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ଗଠିତ ହେଉଛି, ଯେଉଁଥିରେ ରାକ୍ଷୀ ବାନ୍ଧିବା ପାରମ୍ପରିକ ଭାବେ ଶୁଭ ବୋଲି ବିବେଚନା କରାଯାଏ। ଅଗଷ୍ଟ 18 ରବିବାର ଦିନ ଦ୍ୱିପ୍ରହରରେ 2:21ରୁ ଆରମ୍ଭ ହୋଇ ସୋମବାର ଅଗଷ୍ଟ 19 ତାରିଖ ଦ୍ୱିପ୍ରହର 1:25ରେ ଶେଷ ହେବ। ଭଦ୍ରାଙ୍କର ନକାରାତ୍ମକ ପ୍ରଭାବକୁ ଏଡ଼ାଇବା ପାଇଁ 19 ଅଗଷ୍ଟରେ ଦ୍ୱିପ୍ରହରରେ 1:25 ପରେ ରାକ୍ଷୀ ବାନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜ୍ୟୋତିଷଙ୍କ ଅନୁଯାୟୀ ଭାଇମାନଙ୍କୁ ସେହି ରାକ୍ଷୀ ପିନ୍ଧାନ୍ତୁ ନାହିଁ ଯେଉଁଥିରେ କଳା ସୂତା, ତୀକ୍ଷ୍ଣ ବସ୍ତୁ କିମ୍ବା ନକାରାତ୍ମକ ସହିତ ଜଡ଼ିତ ପ୍ରତୀକ ଅଛି। କଳାକୁ ଅନେକ ପରମ୍ପରାରେ ଅଶୁଭ ରଙ୍ଗ ଭାବରେ ବିବେଚନା କରାଯାଏ, କାରଣ ଏହା ନକାରାତ୍ମକ ଶକ୍ତି ସହିତ ଜଡ଼ିତ। କଳା ସୂତା କିମ୍ବା ସାଜସଜ୍ଜା ହୋଇଥିବା ଏକ ରାକ୍ଷୀ ବାନ୍ଧିବା ଅର୍ଥ ଅଜାଣତରେ ନକାରାତ୍ମକ ପ୍ରଭାବକୁ ଆକର୍ଷିତ କରିପାରେ। ସେହିଭଳି ବ୍ଲେଡ୍ କିମ୍ବା ଧାରୁଆ ପ୍ରତୀକ ପରି ତୀକ୍ଷ୍ଣ ବସ୍ତୁରେ ସଜ୍ଜିତ ରାକ୍ଷୀମାନେ କ୍ଷତି କିମ୍ବା ଆକ୍ରୋଶକୁ ସୂଚାଇପାରେ। ଜ୍ୟୋତିଷମାନେ କଳା ସୂତା ବଦଳରେ ରେଶମ ସୂତା ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି। ଯେଉଁ ରାକ୍ଷୀରେ ଦେବତାମାନଙ୍କର ପ୍ରତିଛବି ନାହିଁ, ସେଗୁଡ଼ିକ ନକାରାତ୍ମକ ପ୍ରତୀକ ଭାବରେ ବିବେଚନା କରାଯାଏ। ଦେବତାଙ୍କ ପ୍ରତିମୂର୍ତ୍ତି ଥିବା ରାକ୍ଷୀ ପ୍ରତିରକ୍ଷା ତଥା ଶୁଭ ବୋଲି ବିଶ୍ୱାସ କରାଯାଏ। ତେଣୁ ଦେବତାମାନଙ୍କର ପ୍ରତିଛବି ଥିବା ରାକ୍ଷୀ ବାଛିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହା ଏକ ପବିତ୍ର ପ୍ରତୀକ ଯାହା ଭାଇମାନଙ୍କର କଲ୍ୟାଣ କରେ। ପ୍ଲାଷ୍ଟିକ୍ କିମ୍ବା ପୁରୁଣା ଓ ଭଙ୍ଗା ରାକ୍ଷୀ ମଧ୍ୟ କେବେ ହେଲେ ପିନ୍ଧିବା ଉଚିତ ନୁହେଁ, କାରଣ ଏହା ଏକ ନକାରାତ୍ମକ ପ୍ରତୀକ।